ଶ୍ରୀମଦ୍ଭାଗବତ ଦଶମ ସ୍କନ୍ଧ ଗୋପଲୀଳା ପ୍ରଥମ ଅଧ୍ୟାୟ। ପୃଥିବୀ ବିକଳେ ବ୍ରହ୍ମାଦି ଦେବଗଣଙ୍କର ବିଷ୍ଣୁଙ୍କ ସ୍ତବ। ବନ୍ଦଇ ଦେବଲମ୍ବଧର ପାଶ ଅଙ୍କୁଶ ବେନିକର ପୃଥୁଳ ଜଠର ସୁନ୍ଦର। ଗଜବଦନ ଗଣେଶର ଅନାଦିନାଥର ନନ୍ଦନ ଅମୃତ ପାନେ ତ ସମନ। ଯଜ୍ଞ ଆରମ୍ଭେ ତୋର ପୂଜା ଉତ୍ତରୀ କଣ୍ଠେ ନାଗରାଜା ଶ୍ୟାମ ସୁନ୍ଦର ତନୁବନ ଶେଷ ବିଘ୍ନ ବିନାଶନ। ତୋର ମହିମା ମୁଖେ କହି କେ ଅଛି ନର ଦେହ ବଇ। କର ସୁଦୟା ଗଣନାଥ କହିବି ଶ୍ରୀକୃଷ୍ଣ ଚରିତ ନମଇ ପ୍ରଭୁ ନର ହରି ହିରଣ୍ୟ କଶବୁ ବିଦାରି। ଉଦୟର ବିଜିଣୀ ତେଜ ସୁନ୍ଦର ଶୋଏ ଚତୁର୍ଭୁଜ। କୁଣ୍ଡଳ ଶଶୀ ଦିନକର ନକ୍ଷତ୍ର ମାଳ ହୃଦ ହାର। ବ୍ରହ୍ମାଣ୍ଡ ମାଳ ମାଳ ହୋଇ ତୋଲୁମ ମୂଳେଛନ୍ତି ରହି। ଧର୍ମପାଳକ ତୁ ଜଗତେ ଶରୀର ବହୁ ଭୃତ୍ୟ ନିହିତ। ଦୃଷ୍ଟ ନିବାରୀ ସନ୍ଥ ପାଳୁ ତୁ ନାଥ ପରମ ଦୟାଳୁ। କର ସୁଦୟା ନର ହରି ତୋ ଲୀଳା କହିବି ବିସ୍ତାରୀ। ପରମ ମଙ୍ଗଳ ତୋ ନାମ ଶ୍ରବଣେ ଖଣ୍ଡେ ବିଘ୍ନ ମାନ। ବ୍ୟାସକୁମର ପାଦ ଧରି କହେ ପରୀକ୍ଷ ଦଣ୍ଡଧାରୀ। ଭୂମୁନି ହୋଇବ ସଦୟେ ମଚିତ ରହୁ ତୋର ପାଏ। ପାଣ୍ଡବ କୂଳେ ମୋର ଜନ୍ମ ମୋହର ବନ୍ଧୁ ଭଗବାନ। ଦ୍ରୋଣ କୁମର ବାଣ ତ୍ରାସେ ମରିବି କହି ଗଲେ ବ୍ୟାସେ। ତା ଶୁଣି ଜନନୀ ମୋହର ଶରଣ ଗଲା ଚକ୍ରଧର ଗର୍ଭେ ପଡ଼ିଲା ଆସି ବାଣ ମତେ ରଖିଲେ ଭଗବାନ। ତେଣୁ କୃଷ୍ଣର ମୋ ଶରୀର ଜିଣିଲା ସେବକ ମୁଁ ତାର ଚରିତ କନେ ଶୁଣି ତରିବି ଭବ ତରଙ୍ଗିଣୀ। ଶ୍ରୀକୃଷ୍ଣ ଲୀଳାର ଚରିତ ମୁଖୁ ପଙ୍କଜ ତାର ଜାତ କର୍ଣ୍ଣ ଯୁଗଳ ପାନ କରି ହେଳେ ତରିବି ଭବ ବାରି। ପାଣ୍ଡବେ ଯାହାର ବିଶ୍ୱାସ ତରିଲେ କୁରୁବଳ ତ୍ରାସୁ ବର୍ଷା ଚରଣେ ଜେନେ ଜଳ ହେଳେ ତରିଲେ କୁରୁବଳ। ଯାହାର ଚରିତ ଗହନ ଧ୍ୟାନେ ଭାବନ୍ତି ମୁନିଜନ। ଭବସାଗରେ ପରମାଦ ବିଷୟା ବିଷ ହୁଏ ଗଦ। ଚଣ୍ଡାଳୁ ବ୍ରହ୍ମଯାଏ ଲୋକ କେଶୁଣି ହୋଇବ ବିମୁଖ। ଅଶେଷ ଜନ୍ତୁ ଦେହ ବହି ଯେ କାଳ ରୂପିଛନ୍ତି ରହି। ମାୟା ମନୁଷ୍ୟ ରୂପେ ଜାତ ନିବେଦ୍ୟ କଲେ ମୃତାମୃତ। ନବମ ସ୍କନ୍ଧେ ମୁହିଁ ଶୁଣି ସେ କଥା ମନେ ମନେ ଗୁଣି। ବିଚାର କଲି ବ୍ରହ୍ମ ଚିତ୍ତେ ଭୂମୁନି କହିବା ଏମନ୍ତେ। ଶ୍ରୀ ଭାଗବତର ସିଦ୍ଧାନ୍ତ ଅମୃତ ରସମୟ ଗୀତ। ଯାଦବ କୁଳେ ଯଦୁ ବଂଶେ ଜନ୍ମ ହୋଇଲେ ଦେବ ଅଂଶେ। ନୀଳମାଧବ ରୂପ ଦୁଇ ଦେବକୀ ଗର୍ଭେ ଜାତ ହୋଇ। କେମନ୍ତେ ରୋହିଣୀର ସୁତ ରାମକୁ କହନ୍ତି ଜଗତ। ବେନି ଉଦରେ ଏକ ଦେହ ଭୂମୁନି ଫେଡ଼ିବା ସନ୍ଦେହ। କେବଳ ହେତୁ ଭଗବାନ ଗୋପତେ ଗଲେ ବୃନ୍ଦାବନ। ଭକ୍ତକୁ ତାରିବାର ଆଶେ ରମିଲେ ବାଳକ ବିଶ୍ୱାସେ। ପୁଣି କେତେ ଦିନ ହରି ମିଳିଲେ ମଥୁରା ନଗରୀ। ଜଗତ ଜନକର ଗୁରୁ ଯାର ମହିମା ମହାମେରୁ। କିମ୍ପା ଅନୀତି ଆଚରିଲେ ସୋଦର ମଉଳା ମାଇଲେ। ଏକି ତାଙ୍କର ପରିମାଣ ଯାହାର ନାମ ନାରାୟଣ। ମନୁଷ୍ୟ ରୂପେ ହୋଇ ଜନ୍ମ କେତେ ବରଷ ଭୋଗ କର୍ମ। ଯାଦବ ସଙ୍ଗତେ ବିହରି କେତେ କଳତ୍ର ଭୋଗ କରି। ଏ ଆଦି ଯେତେକ ଚରିତ ଭୂମୁନି କହ ତୋ ଶୋଚିତ। ଦେଖ ମରଣ କାଳ ମୋର ପ୍ରତ୍ୟକ୍ଷେ ତେଜିଲି ଆହାର। ହରିଚରିତ ସୁଧା ବାରି ତୋର ବଦନୁ ପାନ କରି। ଜଗତ ସଂହାରିଣୀ ক্ষୁଧା ସେ ମତେ ନ କରଇ ବାଧା। ଶୁଣ ରାଜନ ସାଧୁ କଥା ସେହି ପଣ୍ଡିତ ସାମରଥା। କୃଷ୍ଣଚରଣେ ଦେଇ ଚିତ୍ତ କହନ୍ତି ଶୁଣ ଭାଗବତ ସାଧୁ ଚରିତ। ତୋର ବୁଦ୍ଧି କୃଷ୍ଣଚରଣେ ଚିତ୍ତ ଖେଦି। ଗୋବିନ୍ଦ ତୋର ମନ ଯେତେ ମୁଁ କହି ପାରିବି କି ତୋତେ। ଗୋବିନ୍ଦ ପ୍ରସଙ୍ଗ ବିଧାନ ହେଳେ ତାର ଇ ତିନି ଜଣ। ଶ୍ରୋତା ବକ୍ତା ସେ ପଚାରି ଏ ତିନି ଜଣ ଯାନ୍ତି ତରି। ତା ପାଦ ଗଙ୍ଗା ଜଳ ଜେନେ ତାର ଇ ସ୍ନାନ ପିଣ୍ଡ ଦାନେ। ନାମ ମାତ୍ରକେ ପାପ ନାଶ ତେଣୁ ମୋ ଚିତ୍ତ ପ୍ରକାଶ। କହିବି କୃଷ୍ଣ ଲୀଳା ମାନ ରାଜନ ହୁଅ ସାବଧାନ। ଅସୁର ବଳ ପାଦେବରେ ଭୂମି କମ୍ପିଲା ଥରହରେ। ଭାରାରେ ଚଳି ନ ପାରଇ ଅଧୀର ରୁଧିର ବହି। ଦିନେକ ବିଚାରଇ ବସି କେ ମୋର ଶରୀର ଆଶ୍ୱାସୀ। ଛାଡ଼ିନ ସଂସାର ଧାରଣ ବ୍ରହ୍ମାରେ ପଶିବି ଶରଣ।
ମାୟା ସୁରଭି ରୂପ ହୋଇ କାନ୍ଦଇ ଚଉଦିଗ ଚାହିଁ ବିଧାତା ନିକଟେ ମିଳିଲା ନିଜ ବେଦନା ଜଣାଇଲା ବିଧାତା ଶୁଣିତା ବିକଳ ସଙ୍ଗେ ଘେନିଲେ ଦେବବଳ ଶଙ୍କର ହୋଇ ସର୍ବ ଆଗେ ମିଳିଲେ କ୍ଷୀର ସିନ୍ଧୁ ଲାଗେ ଜଳଧି କୂଳେ ଦେବଗଣ ଡାକନ୍ତି ରଖ ନାରାୟଣ ଅନେକ ଧ୍ୟାନ ସ୍ତୁତି କଲେ ହରି ସନ୍ଦେଶ ନ ପାଇଲେ ଅନେକ ମତେ କରି ଧ୍ୟାନ ବ୍ରହ୍ମା ପାଇଲେ ମନେ ଛନ ଅନନ୍ତ ନ ଦେଖି ବିଧାତା ମନେ ପାଇଲେ ଗୁରୁ ଚିନ୍ତା ବିଦ ସମାଧି ବସିଲେ ତତ୍କ୍ଷଣ ଚିନ୍ତିଲେ ଶ୍ରୀକୃଷ୍ଣ ଚରଣ ବ୍ରହ୍ମାର ଦେଖିଣ ବିକଳ କରୁଣା କଲେ ଆଦି ମୂଳ ନିଦ୍ରାର ବେଳେ ନର ହରି ସପନେ କହିଲେ ମୁରାରି ବ୍ରହ୍ମାଙ୍କୁ ଦିଶିଲା ଏସନ କହନ୍ତି ପ୍ରଭୁ ଭଗବାନ ଶୁଣ ବଚନ ମୋର ଧାତା ମୁଜେ ଜଗତ ପିତା ମାତା ସକଳ ମୋହର ଭିଆଣ କେବଳ ଦେଲି ପରିମାଣ ମୋର ବଚନ ଶିରେ ଧରି ତୁ ଅଛୁ ଜଗତ ଆବରି ବେଦ ବିଚାର ସୃଷ୍ଟି ପାଳୁ ମେଦନି ବାର କିମ୍ପା ବାଳୁ ମୁଁ ତାହା ଜାଣଇ ଯେ ସର୍ବନାଶିବି ଅସୁରଙ୍କ ଗର୍ବ ଏବେ ସକଳ ଦେବ ଯାଅ ମଞ୍ଚ ମଣ୍ଡଳେ ଜାତ ହୁଅ ଯାଦବ ଆଦି ସପ୍ତବଂଶ କଂସରେ ହୋଇବ ବିଶ୍ୱାସ ଗୋପୀ ଗୋପାଳ ରୂପ ହୋଇ ଗୋପେ ଜନ୍ମିବି ଦେହ ବହି ମୁଁ ଜାତ ବସୁଦେବ ଘରେ ବଢ଼ିବି ଯାଇ ଗୋପପୁରେ 16 ସହସ୍ର ଗୋପ ନାରୀ ରମିବି ବୃନ୍ଦାବନ ହେରି ଅନେକ ମାରିବି ଅସୁର ଖଣ୍ଡିବି ଅବନୀର ଭାର ଭକ୍ତଜନଙ୍କୁ ଉଦ୍ଧାରିବି ପୁଣି ହିଁ ନିଜ ରୂପ ହେବି ଏବେ ହୋ ଯାଉ ତୁ ସତରେ କହିବୁ ଦେବଙ୍କ ଆଗରେ ଶୀଘ୍ର ହୁଅନ୍ତୁ ମର୍ତ୍ତେ ଜନ୍ମ କହି ହୋଇଲେ ଅନ୍ତର୍ଧ୍ୟାନ ସପନ ଚେତି ବେଦ ବର କହିଲେ ଦେବଙ୍କ ଆଗର ଶୁଣ ସାନନ୍ଦ ଦେବ ଗଣେ ନମିଲେ ଧାତାର ଚରଣେ ଶୁଣି ସାନନ୍ଦେ ଦେବ ଗଣେ ନମିଲେ ଧାତାର ଚରଣେ କହନ୍ତି ଶୁଣ ବେଦ ବର ଯାହା କହିଲେ ଚକ୍ରଧର ଅବନି ମଧ୍ୟେ ଦେହ ଧରି ଗୋପେ ଯାଦବ ଅବତରି ହୋଇବୁ ଏ ଆମ୍ବର ସତ୍ୟ କି କହିଲେ ଜଗନ୍ନାଥ ସେ କଥା କହ ପ୍ରଜାପତି ଶୁଣି ନିର୍ମଳ ହେଉ ମତି ବ୍ରହ୍ମା ବହିଲେ ଦେବ ଶୁଣ ଯାହା କହିଲେ ନାରାୟଣ ଯାଦବ ବସୁଦେବ ଘରେ ଜନ୍ମିବେ ଦେବକୀ ଉଦରେ ହରିର କଳା ଏ ଅନନ୍ତ ଆଗେ ହୋଇବେ ଗର୍ଭଗତ ମାୟାରେ ଯୋଗ ବଳେ ହରି ଦେବକୀ ଗର୍ଭୁତା ହରି ରୋହିଣୀ ଗର୍ଭେ ତାହା ଥୋଇ ଦାସ ବତ୍ସଳ ଭାବଗ୍ରାହୀ ଆପଣେ ପ୍ରଭୁ ଜଗନ୍ନାଥ ଦେବକୀ ଗର୍ଭେ ଜାତ ଦୁର୍ଗାକୁ ଯଶୋଦାର କୋଳେ ଜାତ କରିବେ ଯୋଗ ବଳେ ଏମନ୍ତ ତାରିବେ ସଂସାର ଦାସ ବତ୍ସଳ ଦାମୋଦର ଶୁଣି ନ ବିଧାତା ବଚନ ଦେବେ ଆନନ୍ଦ କଲେ ମନ ଚାହିଁଲେ ଧରଣୀ ବଦନ କହନ୍ତି ଧନ୍ୟ ତ ଜୀବନ ତୋର ଉପରେ ଚକ୍ରଧାରୀ ମନୁଷ୍ୟ ଦେହ ଅବତରି ନାସିବେ ତୋର ଦୁଃଖ ରାଶି ଆମ୍ଭେ ଦେଖିବୁ ବ୍ରହ୍ମରାଶି ମହି ଆସସି ଦେବ ଗଣ ଚକିତ ଯେ ଯାହା ଚଳିଲେ ଯେ ଯାହା ଭୁବନ ଏବେ ହୋ ଶୁଣ ମହିପତି ଯେମନ୍ତ କଲେ ଲକ୍ଷ୍ମୀପତି ହରିଚରଣେ ଦେଇ ଚିତ କହି ଦାସ ଜଗନ୍ନାଥ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପରମହଂସ ସଂହିତା ଏ 82 ଦଶମ ସ୍କନ୍ଧେ ଦେବାକ୍ଷୀରାବର୍ଣ୍ଣନ ଗମନେ ନାମ କୃଷ୍ଣ ପ୍ରସନ୍ନେ ନାମ ପ୍ରଥମ